ମୋର ପ୍ରିୟମାନେ, ଯେଉଁ ଜନ ସର୍ବପରିସ୍ତଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ମୋର ପ୍ରିୟମାନେ, ସେହି ଲୋକ ଧନ୍ୟ ଅଟେ ଯେଉଁମାନେ ପରମେଶ୍ୱରଙ୍କର ସୀମା ଭିତରେ ରୁହନ୍ତି, ପରମେଶ୍ୱରଙ୍କର ଇଚ୍ଛା ସାଧନ କରନ୍ତି। ସେ ସର୍ବଦା ସର୍ବଶକ୍ତିମାନଙ୍କ ଛାୟା ତଳେ ହିଁ ସେ ବସତି କରିବ। କାରଣ ତାଙ୍କର କେବେ ମଧ୍ୟ ପରମେଶ୍ୱର ଶୂନ୍ୟ ହେବେ ନାହିଁ। ସେମାନଙ୍କର ସମସ୍ୟା, ସେମାନଙ୍କର ଅସୁବିଧା କେବେ ହୁଏ ନାହିଁ। ତା ବୋଲି ନାହିଁ ସେ ଜାଗତିକ ଅସୁବିଧା ହେବ ନାହିଁ, ନାହିଁ, ଅସୁବିଧା ହେବ। ପାଉଲ କହିଲେ, ମୁଁ ବେତ୍ରାଘାତ ମଧ୍ୟ, ଜାହାଜ ଭଙ୍ଗ ମଧ୍ୟ ପାଇଛି, ତଥାପି ସେ ଆତ୍ମାଙ୍କ ଦ୍ୱାରା ସେ ବର୍ଦ୍ଧିଷ୍ଣୁ ହେଉଥିଲେ, ତଥାପି ସେ ଆତ୍ମାଙ୍କ ଦ୍ୱାରା ସେ ଶକ୍ତିଶାଳୀ ହେଉଥିଲେ। ଏହି ଶକ୍ତି କେଉଁଠାରୁ ଆସିଥିଲା? ଏହି ଶକ୍ତି ସଦା ପ୍ରଭୁଙ୍କ ଠାରୁ ଆସୁଥିଲା, ସର୍ବଶକ୍ତିମାନଙ୍କ ପରମେଶ୍ୱରଙ୍କ ଠାରୁ ଆସୁଥିଲା। ଆଜି ଯଦି ଆମ୍ଭେମାନେ ପରମେଶ୍ୱରଙ୍କର ଆବୃତ ସ୍ଥାନରେ ବାସ କରୁଅଛୁ, ପରମେଶ୍ୱରଙ୍କର ଆବୃତ ସ୍ଥାନରେ ଆମେ ରହୁଅଛୁ, ତେବେ ଆମେମାନେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରୁଅଛୁ। ଆମେମାନେ ସର୍ବଦା ପ୍ରଭୁଙ୍କ ନିମନ୍ତେ ବଞ୍ଚୁଅଛୁ। କାରଣ ଲେଖାଯାଏ ବାକ୍ୟରେ, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୂପିତ, ତାହାର ପତ୍ର କେବେ ହିଁ ମଳିନ ହେବ ନାହିଁ। ସେହି ସଦୃଶ ସେମାନେ ମଧ୍ୟ ହେବେ। ଯେଉଁମାନେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତ କରନ୍ତି, ସେମାନେ ଏହି ବୃକ୍ଷ ସଦୃଶ ହେବେ। ମୋର ପ୍ରିୟମାନେ, ଏଣୁ ଆସୁ ଆମମାନଙ୍କ ଜୀବନ ଯାତ୍ରା ମଧ୍ୟରେ ଆମେମାନେ ସମ୍ପୂର୍ଣ୍ଣ ସମୟ, ସମ୍ପୂର୍ଣ୍ଣ ଆମମାନଙ୍କର ଜୀବନ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବା ଏବଂ ସମୟ ଦେବା ପ୍ରଭୁଙ୍କ ନିକଟରେ ବସତି କରିବା ପାଇଁ, ବାସ କରିବା ପାଇଁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରେଜ୍ ଦ ଲର୍ଡ। ଆମେନ୍।